ଭାରତ ମାତା କି ଜୟ, ବନ୍ଦେ ମାତରମ୍। ମୁଁ ବ୍ୟସ୍ତତା ମଧ୍ୟରେ ଥିଲେ ବି ଏ ବ୍ଲଗ୍ କରିବାକୁ ବାଧ୍ୟ ହେଲି, କାରଣ ପ୍ରାୟ କମେଣ୍ଟ ଆସୁଛି କି ଲିଡରମାନେ ମିଛ କହୁଛନ୍ତି, ଭୁଆଁ ବୁଲାଉଛନ୍ତି ବୋଲି। ଦରମା ବଢ଼ିବ କହୁଛନ୍ତି, କିନ୍ତୁ ଦରମା ବଢ଼ୁନି। ମୋବାଇଲ ମିଳିବ ବୋଲି କହିଲେ, କିନ୍ତୁ ସେ ମୋବାଇଲ ମଧ୍ୟ ଆଜି ଯାଏଁ ମିଳିନି। ଆହୁରି ଅନେକ ଦାବି କଥା। ତେବେ ମୁଁ ବି ହୁଏତ ଯଦି ଆଲୋଚନା ସମୟରେ ନଥାନ୍ତି, ତାହେଲେ ଲିଡରମାନଙ୍କ କଥାରେ ମୁଁ ବି ନିଶ୍ଚୟ ଏମିତି ମନ୍ତବ୍ୟ ଦିଅନ୍ତି। କିନ୍ତୁ ଯେହେତୁ ମୁଁ ନିଜେ ଆଲୋଚନାରେ ଯାଇଛି ଏବଂ ବିଭାଗ ତରଫରୁ ବହୁତ ସୁନ୍ଦର ସହଜ ଉତ୍ତର ମିଳିଛି କି ବହୁତ ଶୀଘ୍ର ଆପଣମାନଙ୍କର ଦାବି ପୂରଣ ହୋଇଯିବ ବୋଲି, ଏଣୁ ବିଶ୍ୱାସ କରିବାକୁ ପଡ଼ିଛି ମୋତେ ତଥା ଆମ ପୁରା ଟିମ୍କୁ। କିନ୍ତୁ ଏ ଆଲୋଚନା ପାଇଁ ଯାଇଥିବା ଟିମ୍ କି ଲିଡରମାନେ ଆପଣମାନଙ୍କୁ କ'ଣ ଠକିବେ, କ'ଣ ମିଛ କହିବେ, ବରଂ ସେମାନେ ମିଛର ଶିକାର ହେଉଛନ୍ତି। ମେ ମାସରେ ଆଲୋଚନା ସମୟରେ ବିଭାଗୀୟ ମନ୍ତ୍ରୀ ମୋବାଇଲ ପାଇଁ ସବୁ ହୋଇଯାଇଛି, ଏଇ କିଛି ଦିନ ମଧ୍ୟରେ ଟେଣ୍ଡର ହେବ ବୋଲି କହିଲେ। କିନ୍ତୁ ମେ ମାସରୁ ବର୍ତ୍ତମାନ ଜୁଲାଇ ମାସ ସରିଗଲାଣି, କିଛି ଖୋଜ ଖବର ନାହିଁ। ବରଂ ପୋଷଣ ଡେ, ଫେସ୍ କ୍ୟାପଚର ସମେତ ଅନ୍ୟାନ୍ୟ କାମ ବଢ଼ାଇ ଦିଆଯାଇଛି, ଯାହାକି ଅଙ୍ଗନବାଡ଼ି କର୍ମୀମାନଙ୍କୁ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ୁଛି। ଏବେ ବି 2 ଦିନ ତଳେ ଆମ ରାଜ୍ୟ ସଂଘ ତରଫରୁ ଟିମ୍ ଯାଇଥିଲେ ଆଲୋଚନା ପାଇଁ ଏବଂ ଫେସ୍ କ୍ୟାପଚର ତଥା ଅନ୍ୟାନ୍ୟ ସମସ୍ତ ସମସ୍ୟା ନିମନ୍ତେ ଆଲୋଚନା କଲେ, ଆଉ ଆଶ୍ୱାସନା ବି ପାଇଲେ ସମାଧାନ ହେବ ବୋଲି। ହେଲେ ଦେଖାଯାଉ କ'ଣ ରିଜଲ୍ଟ ଆସୁଛି, କି ପୁଣି ସେମାନେ ବି ଠକାମିର ଶିକାର ହେଉଛନ୍ତି। ତେବେ ଭଉଣୀମାନେ ସମସ୍ତେ କେବଳ ଅପେକ୍ଷା କରିଛୁ, ହେଇଥାନ୍ତୁ ସେମାନେ ଲିଡର କି ଅନ୍ୟ କର୍ମଚାରୀ। ଯେହେତୁ ବିଭାଗୀୟ କର୍ତ୍ତୃପକ୍ଷ ପ୍ରତିଶ୍ରୁତି ଦିଅନ୍ତି ଏସବୁ ହେଇଯିବ, ଆଉ କିଛି ଦିନ ଭିତରେ ଏବେ ହେଇଯିବ, ତେବେ ନିଶ୍ଚୟ ଲିଡରମାନେ ସେଇ କଥା ହିଁ ଆପଣମାନଙ୍କୁ ଜଣାଇଥାନ୍ତି। ଏଥିରେ ଦ୍ୱିମତ ହେବାର କିଛି ନାହିଁ। କେବଳ ଆମକୁ ସମସ୍ତଙ୍କୁ ଅପେକ୍ଷା କରିବାର ଅଛି। ଦେଖାଯାଉ, ନଚେତ୍ ସଂଗଠନ ସମସ୍ତେ ମିଶି ଯାହା ଆଗକୁ ବିଚାର ହେବ। ଧନ୍ୟବାଦ।